ଅଛନ୍ତି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର 89 ନମ୍ବର ବୁଥରେ ଯେଉଁଠିକି ଘଣ୍ଟେରୁ ଦେଢ଼ ଘଣ୍ଟା ବିଳମ୍ବିତ ହେଲା ମେସିନ୍ ଖରାପ ଯୋଗୁଁ ଭୋଟଦାନ ହୋଇପାରିଲାନି, ଯାହାଫଳରେ ଏଇ ଲୋକମାନଙ୍କ ଭିତରେ ଏଇ ଯେଉଁ ଗୁଳୁଗୁଳି ଖରା ଅସମ୍ଭବ ଅଛି। ସକାଳୁ ଲୋକମାନଙ୍କ ଭିତରେ ତତ୍ପରତା ଦେଖାଇଥିଲା ଭୋଟ ଦେଇକି ଯିବେ, କିନ୍ତୁ ସେମାନେ ଭୋଟ ଦେଇପାରିଲେନି। କ'ଣ ସେ ଲୋକମାନଙ୍କର ପ୍ରତିକ୍ରିୟା ଆସନ୍ତୁ ଶୁଣିବା। 90 ନମ୍ବର ବୁଥଟା ମେସିନ୍ ଟୋଟାଲ ଷ୍ଟାର୍ଟ ହେଲାନି, ଚାଲିଲା ନାହିଁ। ତେଣୁକରି 8 ମିନିଟ୍ ପର୍ଯ୍ୟନ୍ତ ଲୋକମାନେ ଖରାରେ ଠିଆ ହେଇ ହଇରାଣ ହେଇ କିଛି ଲୋକ ଫେରି ଯାଇଗଲେ ଏବଂ ତାପରଠୁ ବର୍ତ୍ତମାନ ମେସିନ୍ ଚାଲିଲା। ମୁଁ ବସିନି ଘଣ୍ଟେ ହେଲା। ଆଚ୍ଛା, ଆପଣ ଅସୁସ୍ଥ ଅଛନ୍ତି? ନା, ହଁ, ମୁଁ ଅସୁସ୍ଥ ବା, ମୋତେ ଟେକିକି ନେଲେ, ମୁଁ ଦେଇକି ଆଇନି। ଆଜ୍ଞା, କେତେ ସମୟ ହେଲା ଅପେକ୍ଷା କଲେଣି? ମା କେତେବେଳୁ ଠିଆ ହେଲେଣି ଭୋଟ ଦେବାକୁ? ଆମେ ଆସିକି 15 ମିନିଟ୍ ହେବ ଏଠି ଠିଆ ହେଇଛୁ। ଆଉ ତ ବହୁତ ଶାନ୍ତି ଶୃଙ୍ଖଳାରେ ହେଉଛି। ଏଠି ଲାଇନ୍ରେ ଚାଲିଛନ୍ତି, ସମସ୍ତେ ନିୟମ ବି ମାନୁଛନ୍ତି। ଆଉ ବହୁତ ଖୁସି ହେଉଛୁ, ଆଜି ଫାର୍ଷ୍ଟ ଟାଇମ୍ ଭୋଟ ଦେଇକି ବହୁତ ଖୁସି ଲାଗୁଛି। ତ ଦେଖାଯାଉ କ'ଣ ହେଉଛି। ଆମେ ଶୁଣୁଥିଲେ ଘଷିପୁରା 89 ନମ୍ବର ବୁଥରୁ ବିଳମ୍ବିତ ହୋଇଥିଲା ଭୋଟିଂ, କିନ୍ତୁ ଲୋକମାନଙ୍କ ଭିତରେ ଇଚ୍ଛା ଅଛି। ନୂତନ ଭୋଟର ଯେଉଁମାନେ, ତାଙ୍କ ଭିତରେ ଅଦମ୍ୟ ଉତ୍ସାହ ଦେଖାଦେଉଛି। ଦେଖାଯାଉ ସମସ୍ତେ ଏଇ ଯେଉଁ ଗଣପର୍ବ, ଆମର ଭାରତର ସମ୍ବିଧାନ ଗଢ଼ିବା ପାଇଁ ଯେଉଁ 5 ବର୍ଷ ଥରେ ନିର୍ବାଚନ ହେଉଛି ସାଧାରଣତଃ, ତାକୁ କେମିତି ଉପଭୋଗ କରିବା, ଆମମାନଙ୍କର ନେତା ଗଢ଼ିବା ଆମେ ନିଜ ଭୋଟରେ। ଘଷିପୁରା ହାଇସ୍କୁଲ ପରିସରରୁ ମୁନା ସିଂ, OTV।